ପ୍ରକୃତି ଓ ଜୀବଜଗତ ଏକୀଭୂତ ହେବା ପରେ ଯେଉଁ ଦିବ୍ୟ ଦର୍ଶନ ଜନିତ ଭାବ ବିହ୍ୱଳତାର ସ୍ଫୁରଣ ହୁଏ, ତାର ନିର୍ଯାସ ହେଉଛି କବିତା। କବିତା କେବଳ କେତେକ ଅର୍ଥଶୂନ୍ୟ ଶବ୍ଦ ଚୟନ ନୁହେଁ, ଶବ୍ଦ ଯେ ବ୍ରହ୍ମ। ଶବ୍ଦର ଦୁରୁପଯୋଗ ଈଶ୍ୱରଙ୍କ ସହ ଛଳନା କେବଳ। କାରଣ କବି ଜଣେ ସତ୍ୟନିଷ୍ଠ ତପସ୍ୱୀ। ଶ୍ରୋତାବନ୍ଧୁ, ଏ ଉକ୍ତି ଥିଲା ଆଧୁନିକ ଯୁଗର ଜଣେ ଯଶସ୍ୱିନୀ କବି ପ୍ରତିଭା ବ୍ରହ୍ମୋତ୍ରୀ ମହାନ୍ତିଙ୍କର। ସାମ୍ପ୍ରତିକ ସମାଜର ଅନେକ ବିରୋଧାଭାସ ଭିତରେ, ଦ୍ୱନ୍ଦ୍ୱ, ସଂଘର୍ଷ, ଘାତ ପ୍ରତିଘାତ, ଆବେଗ ଅନୁଭୂତିର ନିଚ୍ଛକ ଚିତ୍ରକୁ ସେ ତାଙ୍କ କବିତାରେ ଅତି ଚମତ୍କାର ଭାବରେ ରୂପାୟିତ କରିଛନ୍ତି। ନାରୀ ମନସ୍ତତ୍ୱର ସେ ପକ୍ଷଧର ଥିଲେ। ତାଙ୍କର ଅନେକ କବିତା ପୁସ୍ତକ ରହିଛି। ଅବତରଣ, ଦୃଷ୍ଟିର ଦ୍ୟୁତି, ସ୍ତବକ, ସ୍ରୋତସ୍ୱତୀ, ସେତୁବନ୍ଧ, ଦମ୍ଭିତ, ପ୍ରଦକ୍ଷିଣ, ଉତ୍ତରଣ, ନିରୀକ୍ଷଣ, ଚିରନ୍ତନ ଇତ୍ୟାଦି। ସ୍ତବକ କବିତା ସଂକଳନସ୍ଥ 113 ଗୋଟି ଯାକ କବିତାର ଅନ୍ତଃସ୍ୱର ଆଧ୍ୟାତ୍ମିକ ଆସ୍ପୃହା ଓ ବିଭୁ ପ୍ରୀତି ସମ୍ବଳିତ। ତାଙ୍କ କବିତାରେ ସୁବୋଧ୍ୟ ସରଳ ଭାଷାର ସୁନ୍ଦର ସଂଯୋଜନ ସହିତ ଅତ୍ୟନ୍ତ ଚେତନା ଭିତ୍ତିକ, ଚେତନା ଆଧାରିତ ରୂପକ ପ୍ରତୀକର ସୁନ୍ଦର ସମନ୍ୱୟ ମଧ୍ୟ ରହିଛି। ଗୋଟେ ନାରୀର ମନସ୍ତତ୍ୱକୁ ସେ ତାଙ୍କର କବିତା ସଂକଳନ ଦୃଷ୍ଟିରୁ ଦ୍ୟୁତି ରେ ଅତି ନିଚ୍ଛକ ଭାବରେ ଶବ୍ଦାୟିତ କରିଛନ୍ତି। ତେବେ ଏହି ଦୃଷ୍ଟିରୁ ଦ୍ୟୁତି କବିତା ଗ୍ରନ୍ଥ ପାଇଁ ବ୍ରହ୍ମୋତ୍ରୀ ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି 1983 ମସିହାରେ। ଆଜି ତାଙ୍କରି କବିତାର କିଛି ପଂକ୍ତି ଆବୃତ୍ତି କରିବାର ମୋର ଇଚ୍ଛା। ଅବତରଣ କବିତା ସଂକଳନସ୍ଥ କବିତା। କବିତାର ଶୀର୍ଷକ ମୁଁ ଚାହେଁ। କବି ବ୍ରହ୍ମୋତ୍ରୀ ମହାନ୍ତି। ମୁଁ ମୋର ଜୀବନର ପ୍ରତି ମୁହୂର୍ତ୍ତକୁ ଅମୃତମୟ କରିବାକୁ ଚାହେଁ। ମୁଁ ପ୍ରତିକ୍ଷଣର ନିରଳସ ଉତ୍ସବରେ ଅଜସ୍ର କର୍ମର ବ୍ୟାପ୍ତିରେ ନିଜକୁ ନିମଜ୍ଜିତ ରଖିବାକୁ ଚାହେଁ। କର୍ମହୀନତାର ମୃତ୍ୟୁ ଗର୍ଭରୁ ନିଜକୁ ବଞ୍ଚାଇ ଅବସାଦର ଅସହ୍ୟ ଯନ୍ତ୍ରଣାରୁ ନିଜକୁ ରକ୍ଷା କରି ପ୍ରାଣପୁଷ୍ପକୁ ଚିର ପ୍ରସ୍ଫୁଟିତ ରଖି ତାର ସୌରଭରେ ମୁଁ ନିତ୍ୟ ବିମୋହିତ ହେବାକୁ ଚାହେଁ। ମୁଁ ଜାଣେ ଧରିତ୍ରୀର ଇନ୍ଦ୍ରଧନୁର ଇନ୍ଦ୍ରଜାଲରେ କ୍ଷୟିଷ୍ଣୁ ତୃପ୍ତି ଅଛି। ମୁଁ ଜାଣେ ଏ ବସୁଧାର ବନ୍ଧୁତ୍ୱର ଅନ୍ତର୍ନିହିତ ସତ୍ୟ ହେଉଛି ବିଦ୍ୱେଷ। ବସ୍ତୁର ମୁହୁର୍ମୁହୁ ଦର୍ଶନ ଓ ସ୍ପର୍ଶରେ ବର୍ଦ୍ଧିଷ୍ଣୁ ତୃଷ୍ଣାର ଉନ୍ମତ୍ତତା ଅଛି। କିନ୍ତୁ ତାର ପରିସମାପ୍ତି କାହିଁ? ସଙ୍ଗହୀନ ଜୀବନର ଅନ୍ତରାଳରେ ଅଛି ପ୍ରଶାନ୍ତି। ମହାଶୂନ୍ୟତାର ଗର୍ଭରେ ରହିଛି ପରିପୂର୍ଣ୍ଣତା। ଗତିଶୀଳତା ମଧ୍ୟରେ ସ୍ତୈର୍ଯ୍ୟର ପ୍ରାଚୁର୍ଯ୍ୟ।
ଅଧୀରତାର ଉଲ୍ଲୋଳରେ ଧୈର୍ଯ୍ୟର ପ୍ରସ୍ତୁତି, ନିରନ୍ଧ୍ର ତମସା ଭେଦ କରି ଉଦୟ ଜଳର ସୂର୍ଯ୍ୟକୁ ସ୍ପର୍ଶ କରେ। ତେଣୁ ନିଜ ଗର୍ଭରେ ନିଜର ସମାଧି ରଚି ନିର୍ଲିପ୍ତତାର ଆନନ୍ଦର ପ୍ରାଣ ପ୍ରାଚୁର୍ଯ୍ୟରେ ବେଗବାନ ଜୀବନର ପ୍ରତି ମୁହୂର୍ତ୍ତକୁ ମୁଁ ସଙ୍ଗୀତମୟ କରିବାକୁ ଚାହେଁ। ତେଣୁ ନିଜ ଗର୍ଭରେ ନିଜର ସମାଧି ରଚି ନିର୍ଲିପ୍ତତାର ଆନନ୍ଦର ପ୍ରାଣ ପ୍ରାଚୁର୍ଯ୍ୟରେ ବେଗବାନ ଜୀବନର ପ୍ରତି ମୁହୂର୍ତ୍ତକୁ ମୁଁ ସଙ୍ଗୀତମୟ କରିବାକୁ ଚାହେଁ। ମୁଁ ସଙ୍ଗୀତମୟ କରିବାକୁ ଚାହେଁ। ସ୍ରୋତସ୍ୱତୀ କବିତା ସଂକଳନସ୍ଥ ଅନ୍ୟ ଏକ କବିତା କବିଙ୍କ ଶବ୍ଦରେ। ଏକୁଟିଆ ରହିବାଠୁ ବଳି ବଡ଼ ସାଧନା ଆଉ କ'ଣ ଅଛି? ଏକୁଟିଆ ରହିବାଠୁ ବଳି ବଡ଼ ସାଧନା ଆଉ କ'ଣ ଅଛି? ଶୂନ୍ୟ ଶୂନ୍ୟ ଲାଗୁଛି ଲାଗୁ, ଖାଁ ଖାଁ ମନେ ଯଦି ହେଉଛି ହେଉ, କିନ୍ତୁ ପଳାଇ ଯାଅନି, କେଉଁଠିକି ପଳାଇ ଯିବ? ଯେଉଁଠାକୁ ଯିବ ସେଠାରେ ବି ସେଇ ଶୂନ୍ୟତା। ଶୂନ୍ୟରେ ଝୁଲୁଛନ୍ତି ଯେଉଁମାନେ, କେଉଁଠି ଆଶ୍ରୟ ଦେବେ ସେମାନେ ତୁମକୁ? ସୂର୍ଯ୍ୟ ଏକା, ଚନ୍ଦ୍ର ଏକା, ତାରାମାନେ ବି ଏକା, ପର୍ବତ ସେ ବି ଏକା। କିଏ କାହା ପାଖକୁ ଯାଏ ନିସଙ୍ଗତା ବୋଧରୁ ମୁକ୍ତି ପାଇଁ? ନିଜ ନିଜ ମଧ୍ୟରେ ସମାହିତ ସେମାନେ, ଶାଶ୍ୱତ ଧ୍ୟାନରେ ଆତ୍ମବିସ୍ମୃତ ସଦା। ତେଣୁ ସେମାନଙ୍କୁ ନିସଙ୍ଗତା ବୋଧ କାହିଁ? ସେମାନେ ସମସ୍ତେ ନୁହନ୍ତି କି ଦୃଷ୍ଟାନ୍ତ ତୁମ ପାଇଁ? ସେମାନେ ସମସ୍ତେ ନୁହନ୍ତି କି ଦୃଷ୍ଟାନ୍ତ ତୁମ ପାଇଁ? ବ୍ରହ୍ମତ୍ରୀ ମହାନ୍ତିଙ୍କ ପ୍ରଦକ୍ଷିଣ କବିତା ସଂକଳନର ଛୋଟ କବିତା ପଂକ୍ତି କିଛି। କବିଙ୍କ ଶବ୍ଦରେ। ମୋ କବିତାର ପ୍ରଥମ ପ୍ରସୂତିକୁ ସାଇତି ରଖିବା ଲାଗି ଏତେ ଆଗ୍ରହ କାହିଁକି ମୋର? ମୋ କବିତାର ପ୍ରଥମ ପ୍ରସୂତିକୁ ସାଇତି ରଖିବା ଲାଗି ଏତେ ଆଗ୍ରହ କାହିଁକି ମୋର? ସଂଶୋଧନ ଉତ୍ତାରେ ତ୍ରୁଟିମୁକ୍ତ ହୋଇ କବିତାଟି ସମ୍ପୂର୍ଣ୍ଣ ହୋଇଯିବା ପରେ କଟାକଟିରେ ଚିତ୍ର ବିଚିତ୍ର ମୂଳ ଲେଖାଟିର ପ୍ରୟୋଜନ କ'ଣ ଆଉ? ଅଥଚ ଫିଙ୍ଗି ଦେଇ ପାରୁନି ତାକୁ, ପରମ ଆଗ୍ରହରେ ସାଇତି ରଖୁଛି। ଅଥଚ ଫିଙ୍ଗି ଦେଇ ପାରୁନି ତାକୁ, ପରମ ଆଗ୍ରହରେ ସାଇତି ରଖୁଛି। କାରଣ ସେ ଯେ ପ୍ରସୂତି ମୋର ଏଇ ପୂର୍ଣ୍ଣାଙ୍ଗ କବିତାର। କାରଣ ସେ ଯେ ପ୍ରସୂତି ମୋର ଏଇ ପୂର୍ଣ୍ଣାଙ୍ଗ କବିତାର। ଶ୍ରୋତାବନ୍ଧୁ, ଇଏ ଥିଲେ ବ୍ରହ୍ମତ୍ରୀ ମହାନ୍ତି, ଆଧୁନିକ ଯୁଗର ଜଣେ ଯଶସ୍ୱୀ ନାରୀ କବି। ଆପଣଙ୍କୁ କବିତାର ଯେଉଁ ଆବୃତ୍ତି ଏବଂ ଏ ଯେଉଁ କବିତା ଭିତ୍ତିକ ଆମର ଅଡ଼ିଓ କିଭଳି ଲାଗୁଛି, ଆପଣମାନେ ନିଜର ମତାମତ ଯଦି ପ୍ରେରଣ କରିବେ, ମୁଁ ଆଉ ଟିକେ ଉତ୍ସାହିତ ହୁଅନ୍ତି। ଆଉ ଅନ୍ୟ ଜଣେ କବିଙ୍କ କବିତା ଆବୃତ୍ତି ନେଇ ଆସିବି ଆପଣମାନଙ୍କ ପାଇଁ ୟା ପରବର୍ତ୍ତୀ ଅଡ଼ିଓରେ। ଆପଣଙ୍କ ସୁନ୍ଦର ମତାମତ ପାଇଁ ଅପେକ୍ଷାରେ। ଧନ୍ୟବାଦ।